सर्वादौ मध्य भगवत संबंध दाता परमहंस परिव्राजक श्रीदंडी स्वामी भक्ति विचार विष्णु से महाराजंकर अभयशक चरण खंडे अनंत कोटि साष्टांग दंडवत प्रणाम। समस्त भक्तवृंद समस्त भक्तिमती मातृवृंद समस्त यथायोग्य सम्मान प्रदान करी आज भागवती कथा आम मैंने आरंभ करने प्रथम पर्याय आज होती नंदोत्सव उपलक्षे मु वृंदावन दशगान करी भजन की गाइली आपण मैंने श्रवण करें आपण मान वृंदावन गोपी गोपाल भगवान दश श्रवण करने आशा करे आपण मैंने मो सहित सहयोग करी आज वृंदावन लीला भगवान कर जो दिव्य लीला आहा मो नंद कोड़े गोविंद 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 बाजे शंख भेरी तोरी गोपन आनंद नंद कोड़े गोविंद फूल आनंद कंद भगवान की फूल नंद महाराज की हृदय देव की उदर स्वामी को बोलो उतर केशव गर्भर कषण गुनाथ चिंत नारायण भाद्रव मास कृष्ण पक्ष समस्त ग्रह सन्ति उच्च अष्टमी निशि अर्धभागे रोहिणी पुरुष संजोगे हृदय देव की उदर स्वामी को बोलो उतर केशव गर्भर कषण गुनाथ चिंत नारायण शुणिब हृदय उठिले देवकी पंका धइले आकाशे उदय निशाकर गोविंद उद ध्रुवार आकाशे उदय निशाकर गोविंद उद ध्रुवार बोल गोविंद भगवान की। ये गला काली आमे एक कथा श्रवण करथिले एवं भगवान कर आज्ञा को पालन करी भगवान वसुदेव को कहले हे पिता एबे कथने नाही बेल आम्हंकु घेनी बेगे चल नंद मंदिरे मोते थोई कन्या कुआण पालटाई ताकू आनिब मोते थोई ये कथा न जानिबे केही भगवान कर निर्देश भगवान को नहीं जीवा पाई हबो एवं नंद मंदिर रे यशोदांक कोल रे भगवान को छाड़ी आसीबा पई हबो एक कथा पर लुचेई करी करिया पई पड़िबो जानि में नाही तेनु वसुदेव भगवान को धरिले एवं वर्षण मुखर रात्रि रे भगवान को कोल रे धारण करी वसुदेव नंद मंदिर रे प्रवेश कले यशोदा कोले कृष्ण थोई यशोदा कोले कृष्ण थोई कन्या आनिले पालटाई कन्या आनिले पालटाई मिलिले देव की निकट तक्षणे पड़िला कबाट मिलिले देव की निकट तक्षणे पड़िला कबाट पादरे ला
লাগিলা ସାଙ୍କୋଳି ଦୁହିତା ଛାଡ଼ିଲା ବୋବାଳି ପାଦରେ ଲାଗିଲା ସାଙ୍କୋଳି ଦୁହିତା ଛାଡ଼ିଲା ବୋବାଳି ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ସେ ମକରନ୍ଦ ପାନ କରି ଏଳେ ତରିଲେ ବ୍ରଜ ନାରୀ ସେ ବ୍ରଜ ନାରୀଙ୍କ ପୟରେ ମନ ମରହୁ ନିରନ୍ତରେ ମନ ନିରନ୍ତରେ ଥାଉ ଆକୃଷ୍ଣ ବୋଲି ଯିବ ଯାଉ ଆକୃଷ୍ଣ ବୋଲି ଯାଉ ଯିବ ମୋତେ ଉଦ୍ଧର ରାଧା ଧବ ଆକୃଷ୍ଣ ବୋଲି ଯାଉ ଯିବ ମୋତେ ଉଦ୍ଧର ରାଧା ଧବ। ବୋଲ ଗୋବିନ୍ଦ ଭଗବାନ କି। ଆମେ ମାନେ ଗଲା କାଲି ଶ୍ରବଣ କରିଥିଲେ ନନ୍ଦଙ୍କୁ କୃଷ୍ଣଙ୍କୁ ବସୁଦେବ ନେଇ କହିଲେ ନନ୍ଦ ଘରେ ଥୋଇ ସେତେବେଳେ ସମସ୍ତେ ନିଦ୍ରା ଯାଇଥିଲେ। ଭଗବାନଙ୍କର ମାୟା ନିଦ୍ରାରେ ମୋହିତ ସକଳ ବର୍ଷା କରନ୍ତି ମେଘମାଳ। ଭଗବାନ ଯେତେବେଳେ ଜନ୍ମ ଗ୍ରହଣ କଲେ ସେତେବେଳେ ଜଗତର ସମସ୍ତେ ଶୋଇ ଯାଇଥିଲେ। ମାତ୍ର 2 ଜଣ ଜାଗ୍ରତ ଭାବରେ ଥିଲେ। ଜଣେ ହେଉଛନ୍ତି ଦେବକୀ ଆଉ ଜଣେ ହେଉଛନ୍ତି ବସୁଦେବ। ନନ୍ଦ ମନ୍ଦିରରେ ଭଗବାନଙ୍କୁ ନେଇ ରଖିଲା ବେଳେ ମାତ୍ର ଜଣେ ବାଟରେ ଜଗିଥିଲେ ଉଗ୍ରସେନ, ଯାହା ସଂସ୍କୃତ ଭାଗବତରେ ବର୍ଣ୍ଣନା ନାହିଁ, ମାତ୍ର ଓଡିଆ ଭାଗବତରେ ତାର ବର୍ଣ୍ଣନା କରାହେଇଛି। ଲୋକମତ ହଉଛି ଲୋକାଚାର ହଉଛି ଦ୍ୱିତୀୟ ବେଦ। ଯାହା ହଉ ନ୍ୟାୟତଃ 2 ଜଣ ଜାଗାରେ 3 ଜଣ ଜାଗ୍ରତ ଥିଲେ। ଜଣେ ହଉଛନ୍ତି ଉଗ୍ରସେନ, ଆଉ ଜଣେ ହଉଛନ୍ତି ବସୁଦେବ, ଆଉ ଜଣେ ହଉଛନ୍ତି ଦେବକୀ ମା। ଆଉ କେହି ଚାହିଁନାହାନ୍ତି। ନନ୍ଦଙ୍କ ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରି ଯେତେବେଳେ ଅମ୍ବିକା ମାତା କନ୍ୟା ରୂପରେ ଜନ୍ମ ଗ୍ରହଣ କରିଥିଲେ ଯଶୋଦା ମାତାଙ୍କ କୋଳରେ ତାଙ୍କୁ ଆଣିଛନ୍ତି। ଏ କଥା ଜଗତରେ କେହି ଜାଣିପାରିଲେ ନାହିଁ, ମାତ୍ର ଜଣେ ମର୍ତ୍ତ୍ୟପୁରରେ ଜାଣିଲା। ସେ ହଉଛନ୍ତି ଗର୍ଗ ମହାମୁନି, ଯାହା ଭଗବାନଙ୍କର ପରମ ଆଶୀର୍ବାଦ ପ୍ରାପ୍ତ ପରମ ଭକ୍ତ। ଭଗବାନଙ୍କ ଲୀଳାକୁ ପ୍ରଚାର ପ୍ରସାର କରିବା ପାଇଁ ସ୍ୱୟଂ ଭଗବାନଙ୍କର ଗର୍ଗ ମୁନିଙ୍କ ପ୍ରତି ଆଶୀର୍ବାଦ ଥିଲା। ତେଣୁ ଗର୍ଗ ମୁନି କେବଳ ଧ୍ୟାନ ବଳରେ ଏ କଥା ଜାଣିପାରିଲେ, ଯାହା ପର ପର୍ଯ୍ୟାୟରେ ସେ ନନ୍ଦ ମହାରାଜଙ୍କୁ କହିଛନ୍ତି। ଏ ହଉଛି ଗଲା କାଳିର ପ୍ରସଙ୍ଗ। ଆଜି ଆମେ ମାନେ ଶ୍ରବଣ କରିବା ନନ୍ଦ ମହାରାଜଙ୍କର ନନ୍ଦୋତ୍ସବ। ଶ୍ରୀମଦ ଭାଗବତଙ୍କର ଓଡିଆ ଅନୁବାଦ ମୁଁ ଆପଣମାନଙ୍କ ଆଗରେ ଶୁଣେଇବା ପାଇଁ ଶୁଣି ମିଳିଲା ବେଗେ ନନ୍ଦ ପୁତ୍ରକୁ ଦେଖି ଆନନ୍ଦ ଯେତେ ଦୋଷଦା ପରିବାରୀ ନାରୀ ଆଣନ୍ତି ନର ନାରୀ ବ୍ରାହ୍ମଣେ ମିଳିଲେ ଗଳ ଶୁଭିଲା ପୁତ୍ର ଜନ୍ମ ଗୋଳ ନନ୍ଦ ଦେଖିଣ ଦ୍ୱିଜଗଣ ତକ୍ଷଣେ ପୂଜିଲା ଶରଣ ବେଗେ ହୋଇଲା ଶୁଚିବନ୍ତ କାଞ୍ଚନ ଆଣିଲା ବହୁତ ବ୍ରାହ୍ମଣେ କଲେ ବେଦ ଧ୍ୱନି ମଙ୍ଗଳ ଶୁଭ ଲଗ୍ନ ଘେନି କରାଇ ଜାତ କର୍ମ ବିଧି ଦେବତା ପିତୃଙ୍କୁ ଆରାଧି
विप्रंकु अनेक पूजिला बेनिनी उत धेनु देला।